ମୁଁ ଜଣେ ଅବସରପ୍ରାପ୍ତ ସୈନିକ। ଅବସର ନେଲା ପରେ ମୁଁ ନିଜକୁ ସମାଜସେବାରେ ନିୟୋଜିତ କରିଅଛି ଏବଂ 5 ବର୍ଷ ସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଭାବରେ ମଧ୍ୟ କାର୍ଯ୍ୟ ତୁଲେଇଛି ଏବଂ ଉଦୟଗିରିର ଗାଁ ପାଇଁ ମଧ୍ୟ ବହୁତ ଉନ୍ନତିମୂଳକ କାର୍ଯ୍ୟ ମୁଁ କରିଛି। ରାସ୍ତାଘାଟ, ଜଙ୍ଗଲ ଏବଂ ଗାଁର ପରିବେଶ ଉପରେ ମଧ୍ୟ ନଜର ଦେଇଛି। କିନ୍ତୁ 2026 ଜାନୁଆରୀରେ ମୁଁ ଯାହା ମୋ ଜୀବନରେ ଉପଲବ୍ଧି କରିଛି ସେଇଟା ଆପଣମାନଙ୍କ ସାଙ୍ଗରେ ସେୟାର କରୁଛି। ମୁଁ ଭାବିଛି ଆର୍ମିରୁ ରିଟାୟାର ହେଲା ପରେ ଗାଁରେ ଦେଖିଲି ଯଦି ବି ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାର ମେନ୍ କାରଣ ହେଉଛି ମଦ। ତେଣୁ ମୋର ବର୍ତ୍ତମାନ ସରକାରଙ୍କୁ ଅନୁରୋଧ, ଓଡ଼ିଶାରୁ ମଦମୁକ୍ତ କରାନ୍ତୁ, ଓଡ଼ିଶାଙ୍କୁ ବଞ୍ଚାନ୍ତୁ ଏବଂ ଓଡ଼ିଶାର ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ, ଇଏ ଓଡ଼ିଶାକୁ ନିଶା ନିବାରଣ କରିବାରେ ଆପଣମାନେ ସହଯୋଗ କରନ୍ତୁ। ମୁଁ ମଧ୍ୟ ସବୁବେଳେ ସଚେତନ ରହିକି ସେ ନିଶା ନିବାରଣର ଆପଣମାନଙ୍କ ସହଯୋଗ କରିବି। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଛି। 2026 ବର୍ଷଟି ଆପଣମାନଙ୍କର ସୁଖମୟ ହେଉ, ସୁସ୍ଥ ରୁହନ୍ତୁ ଏବଂ ସମାଜକୁ ମଧ୍ୟ ସୁସ୍ଥ କରାନ୍ତୁ। ଧନ୍ୟବାଦ।